ଆଜିର ଭିଡ଼ିଓରେ ପୁରୁଷମାନଙ୍କର ସର୍ବାଙ୍ଗ ଲକ୍ଷଣର ଫଳାଫଳ ସମ୍ବନ୍ଧରେ ଜାଣନ୍ତୁ। ଏହା ହେଉଛି ପୁରୁଷମାନଙ୍କର ଭାଗ 2। ପୂର୍ବରୁ ପ୍ରଥମ ଭାଗ ଅପଲୋଡ଼ କରାଯାଇଥିଲା। ପରବର୍ତ୍ତୀ ସମୟରେ ଭାଗ 3 ମଧ୍ୟ ଅପଲୋଡ଼ କରାଯିବ। ସମସ୍ତଙ୍କ ଶରୀରରେ କିଛି ନା କିଛି ଲକ୍ଷଣ ରହିଛି, କିନ୍ତୁ ସେ ଲକ୍ଷଣକୁ ଆମେ ଯଦି ବୁଝିପାରିବା, ଚିହ୍ନିପାରିବା, ତେବେ ଆମର ଭବିଷ୍ୟତ ଜୀବନ କ'ଣ ହେବ ଆମେ ଜାଣିପାରିବା। ତେବେ ଏ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଆମ ଶରୀରରେ କ'ଣ କ'ଣ ଚିହ୍ନ ରହିଛି, ସେହି ଚିହ୍ନରୁ ଆମେ ତା'ର ଲକ୍ଷଣ ଜାଣିପାରିବା। 1 ନମ୍ବର ଅଛି, ଯେଉଁ ପୁରୁଷର ଲଲାଟରେ ରବି ଚନ୍ଦ୍ର ଚିହ୍ନ ପ୍ରକାଶ ପାଇଥାଏ। ରବି ମାନେ ସୂର୍ଯ୍ୟ, ଲଲାଟରେ ସୂର୍ଯ୍ୟ ଚିହ୍ନ ଭଳିଆ ଥିବ। ଚନ୍ଦ୍ର ଚିହ୍ନ ଯଦି ପ୍ରକାଶ ପାଇଥାଏ, ଅର୍ଥାତ୍ କପାଳର ଦକ୍ଷିଣ ପାର୍ଶ୍ୱରେ ମାଂସ ଅଂଶ ଉଚ୍ଚ ଦେଖାଯାଉଥାଏ, ତାହାକୁ ସୂର୍ଯ୍ୟ ଚିହ୍ନ ବୋଲି କୁହାଯାଏ। ତାହେଲେ ଏଇ ଯେଉଁ ସୂର୍ଯ୍ୟ ଚିହ୍ନ ବା ରବି ଚିହ୍ନ କେମିତି ଚିହ୍ନିବା ନା, ପୁରୁଷର ଲଲାଟର ବା କପାଳର ଦକ୍ଷିଣ ପାର୍ଶ୍ୱ ଯଦି ମାଂସ ଅର୍ଥାତ୍ ଉଚ୍ଚ ଦେଖାଯାଉଥିବ, ତେବେ ଜାଣିବା ଯେ ସୂର୍ଯ୍ୟ ଚିହ୍ନ ରହିଛି। ତାହେଲେ ସୂର୍ଯ୍ୟ ଚିହ୍ନ ଥିଲେ ଆମର କ'ଣ ହେବ ଏବେ ଜାଣିବା। ଯଦି ବାମ ପାର୍ଶ୍ୱରେ କପାଳ ଉଚ୍ଚା ଦେଖାଗଲେ ତାହାକୁ ଚନ୍ଦ୍ର ଚିହ୍ନ ବୋଲି କୁହାଯାଏ। ତାହେଲେ ଏଥିରେ ଆମର ଚିହ୍ନିବାରେ ଅସୁବିଧା ନାହିଁ। କପାଳର ଦକ୍ଷିଣ ପାର୍ଶ୍ୱରେ ସୂର୍ଯ୍ୟ ଚିହ୍ନ, ବାମ ପାର୍ଶ୍ୱରେ ଚନ୍ଦ୍ର ଚିହ୍ନ ଜାଣିପାରିଲେ। ଏହି ଚିହ୍ନ ଯାହା କପାଳରେ ଯାହାର ପ୍ରକାଶ ପାଉଥାଏ, ସେ ବ୍ୟକ୍ତି ବହୁ ଗୁଣରେ ବିଶିଷ୍ଟ ଅଟନ୍ତି। ଆଉ କ'ଣ ହୁଅନ୍ତି ନା, ସେମାନେ ସୌଭାଗ୍ୟବାନ, ଯଥା କ୍ଷମତାଶାଳୀ, ରାଜନୀତିଜ୍ଞ, ବିଚାରପତି ଏବଂ ଉଚ୍ଚ କ୍ଷେତ୍ରରେ ରହି ପ୍ରଭୁତ୍ୱ ବିସ୍ତାର କରନ୍ତି। ଆଉ କେହି ହୁଏତ ଡାକ୍ତର, ଇଞ୍ଜିନିୟର ଇତ୍ୟାଦିରେ ସୁନାମ ଅର୍ଜନ କରନ୍ତି। 2 ନମ୍ବର, ଯେଉଁ ବ୍ୟକ୍ତିର କେଶ, ଚୂଳ ଚିକ୍କଣ, ମୁଣ୍ଡର କେଶ, ମୁଣ୍ଡର ବାଳ ଚିକ୍କଣ ଓ ସରୁ କେଶ, ସେ ବ୍ୟକ୍ତି ଅତ୍ୟନ୍ତ ବୁଦ୍ଧିମନ୍ତ, ଜ୍ଞାନବନ୍ତ ରୂପେ ବିବେଚିତ ହୁଅନ୍ତି। 3 ନମ୍ବର, ଯାହାର ମୁଣ୍ଡ ବଡ଼ ଓ ଚଉଡ଼ା, ସେ ବ୍ୟକ୍ତି ଦୀର୍ଘାୟୁ ତଥା କବି, ପଣ୍ଡିତ ଓ ଜ୍ଞାନ ବିଜ୍ଞାନାଦିରେ ପାରଦର୍ଶିତା ଲାଭ କରନ୍ତି। 4 ନମ୍ବର, ଯେଉଁ ବ୍ୟକ୍ତିର ଲଲାଟରେ ତ୍ରିକୋଣ ଆକୃତି, 3 କୋଣ ଆକୃତି, ତ୍ରିଭୁଜ ଆକୃତି ଚିହ୍ନ ଥାଏ, ସେ ବ୍ୟକ୍ତିଠାରେ ଦୈବ ଶକ୍ତି ପ୍ରକାଶ ପାଏ ଏବଂ ସେ ବ୍ୟକ୍ତି ମନ୍ତ୍ର ଯନ୍ତ୍ର ଆଦିରେ ସାଧକ ବୋଲି ପରିଚିତ ହୁଅନ୍ତି। 5 ନମ୍ବର, ଯେଉଁ ବ୍ୟକ୍ତିର ଲଲାଟରେ ଅର୍ଦ୍ଧଚନ୍ଦ୍ରକୃତି ଚିହ୍ନ ଦେଖାଯାଏ। ଅର୍ଦ୍ଧଚନ୍ଦ୍ରକୃତି, ଚନ୍ଦ୍ରର ଅଧା ମାନେ ଅର୍ଦ୍ଧବୃତ୍ତ ଆକୃତିର ଚିହ୍ନ ଦେଖାଯାଏ, ସେ ମନୁଷ୍ୟ କଳାକାର ଓ ଲେଖକ ଅଟନ୍ତି ଏବଂ ସେମାନଙ୍କର ଉଦ୍ଭବ ଜ୍ଞାନ ଉଦିତ ହୁଏ। ଉଦ୍ଭବ ଜ୍ଞାନ କ'ଣ? ଉଦ୍ଭବ ଜ୍ଞାନ ହେଉଛି ସେ ମନରୁ ତାଙ୍କର ଜ୍ଞାନ ବାହାରେ, ମନରୁ ପଦ ବାହାରେ। ସେମାନେ କଳାକାର, ଲେଖକ, କବି ଏସବୁ ହୁଅନ୍ତି। ମନରୁ ତାଙ୍କର ପଦ ଆସିବ, ସେଟା ହେଲା ଉଦ୍ଭବ ଜ୍ଞାନ। 6 ନମ୍ବର, ଯାହାଙ୍କର କପାଳରେ ନକ୍ଷତ୍ର
ବା ତାରା ଚିହ୍ନ ଥାଏ, ସେ ବ୍ୟକ୍ତି ତତ୍ତ୍ୱଜ୍ଞାନରେ ପାରଦର୍ଶିତା ହୁଏ। 6 ନମ୍ବର, ଯେଉଁ ବ୍ୟକ୍ତିର ମସ୍ତକରେ କୃଷ୍ଣଚିତା, କୃଷ୍ଣଚିତା ସମସ୍ତେ ଜାଣିଛନ୍ତି, କୃଷ୍ଣଚିତା ପରି ଚିହ୍ନ ଦେଖାଯାଏ, ସେ ମନୁଷ୍ୟ ଭକ୍ତି ଓ କଳା ଜ୍ଞାନରେ ଅଭିଜ୍ଞତା ଅର୍ଜନ କରେ। 8 ନମ୍ବର, ଯେଉଁ ବ୍ୟକ୍ତିର ଲଲାଟରେ ଅଖଣ୍ଡିତ ରେଖା ପରିଦୃଶ୍ୟ ହୁଏ, ପରିଦୃଶ୍ୟ କ'ଣ? ପରିଦୃଶ୍ୟ ମାନେ ଦେଖାଯାଏ, ଲଲାଟରେ ଅଖଣ୍ଡିତ ରେଖା ଦେଖାଯାଏ, ସେ ବ୍ୟକ୍ତି ଲୋକ ସମାଜରେ ନାମ ଯଶ କୀର୍ତ୍ତି ଲାଭ କରେ। 9 ନମ୍ବର, ଯେଉଁ ବ୍ୟକ୍ତିର ଲଲାଟରେ ବିନ୍ଦୁ ବିନ୍ଦୁ ଚିହ୍ନ ଦେଖାଯାଏ, ସେ ବ୍ୟକ୍ତି ଧାର୍ମିକ ଓ ଭକ୍ତବୀର ବୋଲି ପରିଚିତ ହୁଏ। 10 ନମ୍ବର, ଯେଉଁ ବ୍ୟକ୍ତିର ଲଲାଟରେ ଧନୁ ତୀର ପରି ରେଖା ଥାଏ, ସେ ବ୍ୟକ୍ତି ଯୁଦ୍ଧରେ ଜୟଯୁକ୍ତ କରେ। 11 ନମ୍ବର, ଯେଉଁ ବ୍ୟକ୍ତିର ଭ୍ରୂଲତା ମଧ୍ୟରେ 3 ରେଖା ଥାଏ, ସେ ବ୍ୟକ୍ତି 75 ବର୍ଷ ଠାରୁ 82 ବର୍ଷ ପର୍ଯ୍ୟନ୍ତ ଆୟୁଷ ଥାଏ। 75 ବର୍ଷରୁ 82 ବର୍ଷ ପର୍ଯ୍ୟନ୍ତ ସେ ବ୍ୟକ୍ତି ବଞ୍ଚିଥାଏ। 12 ନମ୍ବର, ଯେଉଁ ବ୍ୟକ୍ତିର ଲଲାଟରେ 4 ରେଖା ପରିଦୃଶ୍ୟ ହୁଏ, ସେ ବ୍ୟକ୍ତି 100 ବର୍ଷ ବଞ୍ଚିଥାଏ। ଯଦି 4ଟା ରେଖା ଏପଟୁ ସେପଟୁ ପରିଷ୍କାର ଭାବରେ ଦେଖାଯାଉଥାଏ, ସେ ବ୍ୟକ୍ତି 100 ବର୍ଷ ବଞ୍ଚିଥାଏ। 13 ନମ୍ବର, ଯେଉଁ ବ୍ୟକ୍ତିର ଲଲାଟରେ 4 କୋଣିଆ ଚିହ୍ନ ଥାଏ, ବର୍ଗଚିତ୍ର ପରି, ଆୟତ ଚିତ୍ର ପରି, ଏଭଳି 4 କୋଣିଆ ଚିହ୍ନ ଥାଏ, ସେ ବ୍ୟକ୍ତି ଶିଳ୍ପ ଜ୍ଞାନରେ ପାରଦର୍ଶିତା ଲାଭ କରେ। 14 ନମ୍ବର, ଯାହାର ଲଲାଟରେ ଚକ୍ର ଚିହ୍ନ ଦେଖିବାକୁ ମିଳେ, ସେ ବ୍ୟକ୍ତିର ଦୈବୀ ଶକ୍ତି କଳା ବିକାଶ ପାଏ। 15 ନମ୍ବର, ଯେଉଁ ବ୍ୟକ୍ତିର ନାସା ବଡ଼, ନାସା ବୋଇଲେ ନାକ, ଯାହାର ନାକ ବଡ଼, ସେ ବ୍ୟକ୍ତି ବୁଦ୍ଧିମାନ ଏବଂ ଜ୍ଞାନ ପ୍ରସାର କରିବାରେ ଦକ୍ଷତା ଥାଏ। 16 ନମ୍ବର, ଯେଉଁ ବ୍ୟକ୍ତିର କପାଳକୁ ଚିପିଲେ ନରମ ଜଣାପଡ଼େ, ସେ ବ୍ୟକ୍ତି ଅତ୍ୟନ୍ତ ବୁଦ୍ଧିମାନ ଏବଂ ଚତୁର ତଥା କୌଶଳୀ ଓ ଭାଗ୍ୟବାନ ଅଟନ୍ତି। ଯେ କପାଳକୁ ଚିପିଲେ ନରମ ଜଣାପଡ଼େ, ପୁରାପୁରି କ'ଣ ନରମ କି? ସାମାନ୍ୟ ଟିକିଏ ନରମ ଜଣାପଡ଼େ, ସେ ବ୍ୟକ୍ତି ଯଦି ଜଣାପଡ଼ିଲା, ସେ ବ୍ୟକ୍ତି ଅତ୍ୟନ୍ତ ବୁଦ୍ଧିମାନ, ଚତୁର ତଥା କୌଶଳୀ ଓ ଭାଗ୍ୟବାନ ଅଟନ୍ତି। 17 ନମ୍ବର, ଯେଉଁ ବ୍ୟକ୍ତିର ମୁଣ୍ଡର ଆକୃତି ଗୋଲ, ସେମାନେ ବହୁତ ଧନର ଅଧିକାରୀ ହୁଅନ୍ତି। ଆଉ ଯେଉଁ ବ୍ୟକ୍ତିର ଚକ୍ଷୁ ଛୋଟ, ସେ ବ୍ୟକ୍ତି ନିରପେକ୍ଷ ତଥା ବିଚାରଶୀଳ ଓ ସୁଲକ୍ଷଣ ଯୁକ୍ତ ଅଟନ୍ତି। 18 ନମ୍ବର, ଯେଉଁ ବ୍ୟକ୍ତିର ଚକ୍ଷୁ କଳା ବର୍ଣ୍ଣ ପରି ଦେଖାଯାଏ, ସେ ବ୍ୟକ୍ତି ମୋହିନୀ ଶକ୍ତି ବଳରେ ଲୋକମାନଙ୍କୁ ବଶୀଭୂତ କରିପାରିଥାନ୍ତି। 19 ନମ୍ବର, ଯେଉଁ ବ୍ୟକ୍ତିର ଅପଲକ ନେତ୍ରରେ ଚାହିଁଥାଏ, ଯେଉଁ ବ୍ୟକ୍ତି ଅପଲକ ନେତ୍ରରେ ଚାହିଁଥାଏ ବା ଧୀରେ ଧୀରେ ତାର ପଲକ ପଡ଼ୁଥାଏ, ସେ ବ୍ୟକ୍ତି ବୁଦ୍ଧିମାନ, କଳାକାର, ଜ୍ଞାନୀ ଏବଂ ବହୁ ଗୁଣରେ ତାଙ୍କର ଦକ୍ଷତା ଥାଏ। 20 ନମ୍ବର, ଯେଉଁ ବ୍ୟକ୍ତିର ଚକ୍ଷୁ ମୁଦିତ ଭଳି ଦେଖାଯାଇଥାଏ, ସେ ବ୍ୟକ୍ତି ଅସୀମ ଶକ୍ତି ଓ ବିଦ୍ୟା ଲାଭ କରିଥାନ୍ତି। ଏହି ଚିହ୍ନ ତ ସହଜରେ ଜାଣି ହେବ, ତେଣୁ ଆମେ ଜାଣିଲେ, ଚିହ୍ନି ପାରିଲେ ଆମେ ଜାଣିବା ଯେ ଭବିଷ୍ୟତରେ ଆମର ଏଇଭଳି ଗୁଣମାନ ରହିବ, ଏଇ ଲକ୍ଷଣରୁ ଏହି ଗୁଣମାନ ରହିବ, ତେଣୁ ଟିକେ ଖୁସି ଲାଗିବ। ଭିଡ଼ିଓଟିକୁ
ସମ୍ପୂର୍ଣ୍ଣ ଦେଖନ୍ତୁ। ପରବର୍ତ୍ତୀ ସମୟରେ ଏହାର ପାର୍ଟ 2 ଅପଲୋଡ଼ କରାଯିବ। ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ଏତିକିରେ ରହିଲି। ଥ୍ୟାଙ୍କ ୟୁ।